ପରିଚୟ ଆପଣଙ୍କର? ନା ହେଉଛି ସାହିଲ ମହାପାତ୍ର, ଘର ତାଲଚେର ଟାଉନ୍ କାରିଗରପଡ଼ା। ବାପାଙ୍କ ନାଁ ନନ୍ଦକିଶୋର ମହାପାତ୍ର। କ'ଣ ହେଇଛି ଆପଣଙ୍କର ଅସୁବିଧା? ସେ ଆମେ ଜଣଙ୍କ ଥ୍ରୋରେ କରେଇଥିଲୁ। ତାଙ୍କ ନାଁ ହେଉଛି ଆୟୁଷ ମହାପାତ୍ର, ଏଇ ଯେଉଁ ଆୟୁଷ ଦାସ। ସିଏ ରହୁଛନ୍ତି ବିରାଧରପଡ଼ା। ତାଙ୍କ ସେ ଆଦର୍ଶ କଲେଜରେ ଲେକ୍ଚର ଅଛନ୍ତି, ଅନୁଗୁଳ ଆଦର୍ଶ କଲେଜରେ। ସେ ଆମ ଥ୍ରୋରେ କରିଥିଲେ କି ମୁଁ ଆପଣଙ୍କର ଆଡ଼ମିସନ୍ କରିଦେବି ଅନୁଗୁଳ କଲେଜରେ। ଆମେ ତାଙ୍କ ଥ୍ରୋରେ ଆଡ଼ମିସନ୍ କରେଇଥିଲୁ। ତ ଆମକୁ କହିଲେ ତୁମେ କଲେଜ ଯିବା ପାଇଁ ପଡ଼ିବନି, ତୁମେ ଖାଲି ଏକ୍ଜାମ୍ ଦେଇ ଯିବ କଲେଜକୁ। ଆମେ କହିଲୁ ଠିକ୍ ଅଛି। ସେ ଆମଠୁ ଏମିତି ସେମିଷ୍ଟାର ଯେତେବେଳେ ଏକ୍ଜାମ୍ ଆସିବ ଆମଠୁ ଏମିତି 5,000 10,000 ଏମିତି ନିଅନ୍ତି, କ୍ୟାସ୍ ନେଇଥିଲେ ସବୁ। ତ ଏମିତି ନେଇକିରି ଆମେ ପାଞ୍ଚଟା ଏକ୍ଜାମ୍ ଦେଇଥିଲୁ, 5ଟା ସେମିଷ୍ଟାର ଏକ୍ଜାମ୍ ଦେଇଥିଲୁ। ତ 5ଟା ସେମିଷ୍ଟାର ଏକ୍ଜାମ୍ ଦେଲା ପରେ ତାପରେ ଆମେ ଜାଣିବାକୁ ପାଇଲୁ ଯେ 5ଟା ଦେଇ ସାରିଲୁ। ତାପରେ 6 ସେମିଷ୍ଟାର ଦେଲା ବେଳକୁ ସେ କହିଲେ କି ତୁମେ ଆଉ ଏକ୍ଜାମ୍ ଦିଅନି। ଆମେ ପଚାରିଲୁ କ'ଣ ପାଇଁ ଆମେ ଏକ୍ଜାମ୍ ଦେଇପାରିବୁନି। ତ ସେ କହିଲେ ନାହିଁ ଏକ୍ଜାମ୍ ଦିଅନି, ଆଉ ଜଣେ ମୋ ଥ୍ରୋରେ ଯୋଉଟା ସେ ଆଡ଼ମିଟ୍ କାର୍ଡ଼ ଆମକୁ ଯେଉଁ ଆନା ଦେଉଥିଲେ ସେ କହିଲେ ଏବେ ମୁଁ ଆଉ ଦେଉନି ଆଡ଼ମିଟ୍ କାର୍ଡ଼, ଆଉ ଜଣେ ଆନା ଦେଉଛନ୍ତି। ତ ମୁଁ ଆଣିପାରିବିନି ତୁମେ ଏକ୍ଜାମ୍ ଦିଅନି, ମୁଁ ତୁମର ବ୍ୟାକ୍ ପେପରରେ ସେଇଟା ମୁଁ ଉଠେଇଦେବି ମାର୍କସିଟ୍ଟା। ସେ ଆମକୁ ଏମିତି କହିଥିଲେ। ତ ଆମେ ତାପରେ ସେଠୁ ଫୋନ୍ କଲୁ ତାଙ୍କୁ, କହିଲୁ ଆଉ ଆପଣ ଉଠେଇଲେ ମାର୍କସିଟ୍ରେ ନା? କହିଲେ ହଁ ଉଠିଯାଇ ତୁମର ସାର୍ଟିଫିକେଟ୍ ନାଁରେ ଆମକୁ ଖେଳେଇଲେ। କହିଲେ ଆଜି ଦେବୁ କାଲି ଦେବୁ, ଆମକୁ ଏମିତି କହିଲେ ସାର୍ଟିଫିକେଟ୍ ଦେବୁ। ତାପରେ ସେମିତି ଗଲା। ଆମେ ତାପରେ ଏଠି କିଛି ଜାଣିପାରିଲୁନି। ଆମେ ଏଠୁ କଲେଜକୁ ଡାଇରେକ୍ଟ ଗଲୁ। କଲେଜରେ ପ୍ରିନ୍ସିପାଲ୍ ସର୍ଙ୍କ କଥା ହେଇସାରିଲା ପରେ ପ୍ରିନ୍ସିପାଲ୍ କହିଲେ କି ତୁମର ସେ ଟୋଟାଲି ଡିପୋଜିଟ୍ ହିଁ କରିନାହାନ୍ତି ପଇସା। ଯେତିକି ପଇସା ଆମେ ଦେଇଛୁ 45,000 ଟଙ୍କା ମୋର ନେଇଛନ୍ତି, ସେ ଡିପୋଜିଟ୍ କରିନାହାନ୍ତି ମୋର ଟୋଟାଲ୍। ତ ଆମେ ପ୍ରିନ୍ସିପାଲ୍ ସାର୍ଙ୍କୁ ପଚାରିଲୁ ଏମିତି। ସେ ପ୍ରିନ୍ସିପାଲ୍ ସାର୍ କହିଲେ କି ଏମିତି 27 କି 30 ଜଣ ପିଲାଙ୍କର ସେମିତି ପଇସା ନେଇଛନ୍ତି। ତ ଏମିତି କାହାର ବି ଡିପୋଜିଟ୍ କରିନାହାନ୍ତି। କାହାଠୁ ଲକ୍ଷେ ନେଇଛନ୍ତି, କାହାଠୁ 50,000 ନେଇଛନ୍ତି, 80,000 ନେଇଛନ୍ତି, ସମସ୍ତଙ୍କଠୁ ନେଇଛନ୍ତି। ଯୋଉ ପଇସା ଆପଣଙ୍କଠୁ ନଉଥିଲେ ଆଜ୍ଞା। ସେ ତାଙ୍କର ରସିଦ ଦଉଥିଲେ? ନା, ଆମେ ଯେତେବେଳେ ବି ତାଙ୍କୁ ଫୋନ୍ କନା ରସିଦ ମାଗୁ, ସେ କହୁଥିଲେ ରସିଦ ମୁଁ ଗଲେ ଦେବି, ପରେ ଦେବି, ଏମିତି ସବୁ ଆମକୁ ଖେଳଉଥିଲେ। ତ ଆମେ ତାଙ୍କର ଗୋଟେ ଭରସାରେ ଆମେ ତାଙ୍କୁ ଦେଇଥିଲୁ। ତ ସେ ଏମିତି କରିବେ ବୋଲି ଆମେ ବି ଜାଣିନଥିଲୁ। ମୁଁ କ୍ୟାସ୍ ଦେଇଥିଲି। କେତେ ଦେଇଥିଲେ? ମୁଁ ତାଙ୍କୁ ଏମିତି ସେ କହିଲେ କି ତୁମେ ତ ଏକାବେଳେ ଦେଇପାରିବନି, ତ ମୁଁ ତୁମର କରିଦେବି, ତୁମେ ମୋତେ ଅଳ୍ପ ଅଳ୍ପ କିଛି ଏମିତି ଦେଇଦେବ। ତାଙ୍କୁ ଏମିତି 5,000 10,000 ଏମିତି କରିକିନା ମୁଁ ତାଙ୍କୁ 3 ବର୍ଷରେ ଦେଇଥିଲି 45,000 ଟଙ୍କା। କେତେଟା ସେମିଷ୍ଟାର ଦେଇଛନ୍ତି? ମୁଁ 5ଟା ସେମିଷ୍ଟାର ଦେଇଛି। ମୋର ଗୋଟେରେ ବ୍ୟାକ୍ ଲାଗିଛି, 5th ସେମିଷ୍ଟାରରେ ଗୋଟେରେ ବ୍ୟାକ୍ ଲାଗିଛି, 3rd ସେମିଷ୍ଟାରରେ ଗୋଟେରେ ବ୍ୟାକ୍ ଲାଗିଛି। ତ 6 ସେମିଷ୍ଟାରର 3ଟା ଦେଇଥିଲି, 6 ସେମିଷ୍ଟାର 3ଟା କ୍ଲିୟର ହେଇଯାଇଛି। ଆଉ ଯେଉଁ 3ଟା ଦେବି ସେଇ 3 ନମ୍ବର ପରୀକ୍ଷାରେ ଯେଉଁ ସେଇଠୁ ଦେଉଥିଲି, ତ ସେ ସେମିତି କହିଦେଲେ ତୁମର ଡିପୋଜିଟ୍ ହେଇନି, ତ ତୁମେ ଉଠିଯାଅ। ଏବେ କ'ଣ ଚାହୁଁଛନ୍ତି? ଆମେ ଚାହୁଁଛୁ ଆମେ ଏକ୍ଜାମ୍ ଦେବା ପାଇଁ, ଆମେ ତ ପରୀକ୍ଷା ଦେଉନୁ। ତାପରେ ଏବେ କଲେଜକୁ ଯେଉଁ ଯାଇଥିଲୁ ପ୍ରିନ୍ସିପାଲ୍ ସାର୍ କହୁଛନ୍ତି ଯେ ତୁମେ ଯଦି ସବୁ ପଇସା କ୍ଲିୟର କରିବ ତାହେଲେ ଯାଇକି ପରୀକ୍ଷା ଦେଇପାରିବ। କଲେଜରେ ଟୋଟାଲ୍ ବର୍ଷକୁ ହେଉଛି 31,500। ତ 31,500 ହେଇନା ମୁଁ ତାଙ୍କୁ ସିଏ ଆମର ନେଇଯାଇଛନ୍ତି ଟୋଟାଲ୍ 45,000 ଟଙ୍କା, କିଛି ଡିପୋଜିଟ୍ କରିନାହାନ୍ତି। ତ କ'ଣ ଚାହୁଁଛନ୍ତି? ଆମେ ଚାହୁଁଛୁ ସିଏ ଆମ ପଇସାଟା ଫେରେଇଦେଲେ, ଆମେ ଡିପୋଜିଟ୍ କରିନା ଏକ୍ଜାମ୍ ଦେବୁ କଲେଜରେ। ଅଭିଯୋଗ କରିଛୁ। ମୋ ନାଁ ରୁଦ୍ରନାରାୟଣ ସାହୁ, ଘର ଅମଲାପଡ଼ା, ବାପାଙ୍କ ନାଁ ରବିନାରାୟଣ ସାହୁ। କ'ଣ ପାଇଁ ଥାନାକୁ ଆଜି ଅଭିଯୋଗ କରିଥିଲେ? ଆମେ ଆଦର୍ଶ ଅନୁଗୁଳ କଲେଜରେ ପାଠ ପଢ଼ୁଛୁ, ଡିପ୍ଲୋମା। ଆମର 2020ରେ ଆମେ ଆଡ଼ମିସନ୍ କରିଥିଲୁ। ଆମର ଜଣେ ବିରାଦରପଡ଼ାରୁ ଆୟୁଷ ଦାସ, ସେ ଆଦର୍ଶ କଲେଜରେ ଲେକ୍ଚର ଥିଲେ। ଆମେ ତାଙ୍କ ଥ୍ରୋରେ ଆଡ଼ମିସନ୍ କରିଥିଲୁ। ଆମେ ତାଙ୍କୁ ସବୁ ସେମିଷ୍ଟାର ବେଳକୁ ସେ ଆମକୁ ପଇସା ମାଗନ୍ତି, ଏତିକି ଦିଅ, 5,000 3,000 ଆମେ ସବୁ ଦେଇଛୁ, 10,000 20,000। ସେ ଆମ ଟୋଟାଲ୍ 65,000 ନେଇଛନ୍ତି କ୍ୟାସ୍, 15,000 ଯେଉଁ 10,000 ମୁଁ ଅନଲାଇନ୍ ପେମେଣ୍ଟ କରିଛି। ତାପରେ ଆମେ ଯେତେବେଳେ ସାର୍ଟିଫିକେଟ୍ ମାଗିଲୁ, ଆମକୁ ସାର୍ଟିଫିକେଟ୍ ଖେଳେଇଲେ, କହିଲେ ଆଜି ଦେବି କାଲି ଦେବି, 1.5 ବର୍ଷ ହେଇଗଲାଣି। ତାପରେ ଏବେ କଲେଜକୁ ଗଲାବେଳକୁ ପ୍ରିନ୍ସିପାଲ୍ କହୁଛନ୍ତି ତୁମ ନାଁରେ କିଛି ଡିପୋଜିଟ୍ ହେଇନି। ତାପରେ ଆମକୁ ସେ ଗୋଟେ ସେମିଷ୍ଟାର ଲାଷ୍ଟ ସେମିଷ୍ଟାର ବାକି ଅଛି, ପରୀକ୍ଷା ଦେଇନୁ। ତାପରେ ଏବେ ସମୁଦାୟ ଆପଣଙ୍କର କେତେ ପଇସା ଗଲା? 75,000। ଆଚ୍ଛା, ଆପଣ ଯେଉଁ ଦେଲେ, ଆପଣ କାହା ଭରସାରେ କଲେଜରେ ଆଡ଼ମିସନ୍ କଲେ? ଆମେ ତାଙ୍କ ଥ୍ରୋରେ ଆଡ଼ମିସନ୍ କରିଥିଲୁ, କାହା ଥ୍ରୋରେ? ଆୟୁଷ ଦାସ। ଆଚ୍ଛା, ସେ ଆପଣଙ୍କୁ କିସ୍ତି ଅନୁସାରେ ନେଲେ? କିସ୍ତି ଅନୁସାରେ 10,000 20,000 5,000 2,000 ଏମିତି ନେଇଥିଲେ। ସେମିଷ୍ଟାର ବେଳକୁ ଆମକୁ ଫୋନ୍ ମାରିବ, କହିବେ ତୁମ ପରୀକ୍ଷା ପାଖେ ଆସିଲାଣି, ତୁମେ କିଛି ପଇସା ଡିପୋଜିଟ୍ କର। ଫୋନ୍ ପେରେ 10,000 ଦେଇଥିଲେ, ଆଉ ସବୁ କ୍ୟାସ୍ ଦେଇଛି। ପରୀକ୍ଷା 5ଟା ପରୀକ୍ଷା ସେମିଷ୍ଟାର ଦେଇଛୁ। ଲାଷ୍ଟ ପରୀକ୍ଷାଟା ଆମକୁ ସେ ମନା କରିଦେଲେ, କହିଲେ ତୁମେ ଦିଅନି, ଆମେ ମାର୍କ ଉଠେଇ ଦେବୁ, ତୁମ ସାର୍ଟିଫିକେଟ୍ ଆମେ ଆଣିଦେବୁ। ସାର୍ଟିଫିକେଟ୍ ଆମେ ଫୋନ୍ ମାରିଲା ବେଳକୁ ଆମ ସାର୍ଟିଫିକେଟ୍ ସେ ଖେଳୁଛନ୍ତି ନା, ସାର୍ଟିଫିକେଟ୍ ଦେବୁ, ଆଜି ଦେବୁ କାଲି ଦେବୁ, ତୁମ ନାଁ ଭୁଲ ଅଛି। ଏବେ ତାପରେ କଲେଜକୁ ଆମେ ଗଲାବେଳକୁ କଲେଜରେ କୁହନ୍ତି ତୁମ ନାଁରେ କିଛି ପଇସା ଆମର ଡିପୋଜିଟ୍ ହେଇନି। ତ ପରୀକ୍ଷା ଆପଣଙ୍କର 6 ସେମିଷ୍ଟାର କେମିତି ଆପଣ ଦେବେ? 6 ସେମିଷ୍ଟାରରେ ପ୍ରିନ୍ସିପାଲଙ୍କ ସହିତ କଥା ହେଲୁ, ସେ କହିଲେ ସବୁ ପଇସା ପେମେଣ୍ଟ ଆମର କ୍ଲିୟର, 6 ସେମିଷ୍ଟାର ପରୀକ୍ଷା ଦେଇପାରିବ ତୁମେ। ଆଚ୍ଛା, ଏଟା ମାନେ ଆପଣଙ୍କ ସହିତ ଦରଖାସ୍ତ ବି ହେଇଯାଇଛି? ଆମେ ପ୍ରିନ୍ସିପାଲ ପାଖକୁ ଯାଇଥିଲୁ, ସେ କହିଲେ ତୁମକୁ ମିଶେଇକିନା 30ଟା ପିଲାଙ୍କର ସେମିତି ପଇସା ଖାଇଛନ୍ତି।
ଆପଣ ଏଇ ବାବଦରେ ଫୋନ କରିଥିଲେ ସେ ଫୋନ୍ କରିଥିଲା, ମୁଁ ଫୋନ୍ ରିସିଭ୍ କରୁଛନ୍ତି, ସେ ଖେଳଉଛନ୍ତି, ଆଜି ଦେବି କାଲି ଦେବି ଅଧଘଣ୍ଟେ ପରେ ଦେଉଛି, ବ୍ୟାଙ୍କରେ ଅଛି ମାସେ ପରେ ଦେବି, 15 ଦିନ ୱେଟ୍ କର, ଆଜିକୁ ୱେଟ୍ କର, ଖେଳଉଛନ୍ତି ଏମିତି ପଇସା। ସେ ମାନୁଛନ୍ତି ପଇସା ଦେବେ ବୋଲି, ଏତିକି ନେଇଛନ୍ତି ମାନୁଛନ୍ତି। କଲ୍ ରେକର୍ଡ ଅଛି ସବୁ ମୋ ପାଖରେ। କ'ଣ ଚାହୁଁଛନ୍ତି? ଆମେ ପଇସାଟା ଚାହୁଁଛୁ, ଏ ତ ସାର୍ଟିଫିକେଟ୍। ମୋ ନାଁ ମହମ୍ମଦ ଆଜାଦ, ଘର ଶର୍ମାଛକ ତାଲଚେର। ଆଜି କଣ ସମସ୍ୟା ନେଇକିନା ଆପଣ ଥାନାରେ ଅଭିଯୋଗ କରିଛନ୍ତି? ମୋର ଥାନାକୁ ଆସିବାର କାରଣ ହେଇଥିଲା ମୋ ସାନ ଭାଇ MD ଆମାନ ସେ ଆଦର୍ଶ କଲେଜରେ ଡିପ୍ଲୋମା କରିବା ପାଇଁ ଆୟୁଷୀ ମ୍ୟାଡ଼ାମକୁ 1,07,000 ଟଙ୍କା ଫୋନ୍ପେ ମାଧ୍ୟମରେ ସେ ଦେଇଛି। ତାପରେ ସେ 3ଟା ସେମିଷ୍ଟାର ଦେଲା। 3ଟା ସେମିଷ୍ଟାର ଦେଲା ପରେ ଆଉ 3ଟା ସେମିଷ୍ଟାର ଦେଲା। 3ଟା ସେମିଷ୍ଟାର ଦେଇ ସାରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ସେ ଘର ସାଙ୍ଗରେ କୌଣସି ପ୍ରକାର କଣ୍ଟାକ୍ଟ ସେ ରଖିଲାନି କି ଘରେ କିଛି କହିନି ଆମକୁ ଆ ବିଷୟରେ କି ଏଇ ଟାଇପ୍ର ପ୍ରୋବ୍ଲେମ୍ ହେଇଛି। ସେ ଆୟୁଷୀ ମ୍ୟାଡ଼ାମକୁ ଯେତେଥର ଫୋନ୍ କଲା ଆୟୁଷୀ ମ୍ୟାଡ଼ାମ୍ ତାକୁ ଫୋନ୍ ଉଠେଇଲେନି। ତା ସାଙ୍ଗ ଗୋଟେ ସିପୁନ, ସେ ତାକୁ ନେଇନା ଏସବୁ ଜିନିଷରେ ସେ ତାକୁ ନେଇନା ପଶେଇଥିଲା। ସିପୁନକୁ ଯେତେ ବି କହିଲି ସିପୁନ ବି ରାଜି ହେଲାନି। ତାପରେ ଆମେ ଦିନେ ଆୟୁଷୀ ମ୍ୟାଡ଼ାମ୍ ଘରକୁ ଗଲାବେଳକୁ ରାତାରାତି ସେ ସେଠୁ ଫେରାର ହେଇଯାଇଥିଲେ। ତାଙ୍କୁ ଜଣାପଡ଼ିଲାନି ସେ କୁଆଡ଼େ ଗଲେ। ତାପରେ ଆମେ ଏଇ ବାବଦ ନେଇକିନା ଜାଣିବା ପାଇଁ କଲେଜକୁ ଗଲୁ। କଲେଜରେ ରେଜିଷ୍ଟ୍ରେସନ୍ ହେଇଛି କିନ୍ତୁ କୌଣସି ପ୍ରକାର ଫିସ୍ ତା'ର ଡିପୋଜିଟ୍ ହେଇନି। ସେ 3ଟା ସେମିଷ୍ଟାର ଦେଇଛି। ଅଲଗା 3ଟା ସେମିଷ୍ଟାର ଦେବା ପାଇଁ ସେମାନେ କହୁଛନ୍ତି ତୁମର କେତେ 94,700 ତୁମକୁ ଡିପୋଜିଟ୍ କଲା ପରେ ହିଁ ସେ ଆଉ 3ଟା ସେମିଷ୍ଟାର ଦେଇପାରିବ। ସେ ବର୍ତ୍ତମାନ ସୁଦ୍ଧା 3ଟା ସେମିଷ୍ଟାର ଦେଇଛି, ଆଉ 3ଟା ସେମିଷ୍ଟାର ଦେଇନି। ଆପଣଙ୍କ ଭାଇଙ୍କଠୁ କେତେ ପଇସା ନେଇଛି? ମୋ ଭାଇଙ୍କଠୁ ସେ ଫୋନ୍ପେ ମାଧ୍ୟମରେ 1,07,707 ଟଙ୍କା ସେ ନେଇଛି। କିନ୍ତୁ କଲେଜ ଅଧ୍ୟାପକ କହୁଛନ୍ତି କଲେଜ ଅଧ୍ୟାପକ କହୁଛନ୍ତି ସେମାନେ କୌଣସି ପ୍ରକାର ଟଙ୍କା ସେ ତାକୁ ମାନେ କଲେଜରେ କୌଣସି ପ୍ରକାର ମାନେ ଡିପୋଜିଟ୍ ପଇସା କିଛି ଡିପୋଜିଟ୍ ହେଇନି। ଆଉ ଥାନାରେ ଏଇ ବାବଦରେ ଆମେ ଥାନାରେ ଏଇ ବାବଦରେ ଲିଖିତ ଭାବରେ ଏଫଆଇଆର ଦେଇଛୁ କି ମ୍ୟାଡ଼ାମକୁ ଡାକନ୍ତୁ, ମ୍ୟାଡ଼ାମ କ'ଣ କରିଛନ୍ତି କ'ଣ ନ କରିଛନ୍ତି। ଆଉ ଆପଣ କ'ଣ ଚାହୁଁଛନ୍ତି? ଆମେ ଯାହା ଚାହୁଁଛୁ ଆଉ ଯେତେ ଶୀଘ୍ର ସେ ମ୍ୟାଡ଼ାମକୁ ସେମାନେ ନେଇକିନା ଆସନ୍ତୁ, ଆରେଷ୍ଟ କରନ୍ତୁ। କି ମାନେ ଏତେ ପଇସା ବାଲା ଲୋକ ନୁହେଁ କି ଆମେ ପଇସା ଗୁଡ଼ା ଛାଡ଼ିଦେବୁ, ଆମ ପଇସା ଗୁଡ଼ା ରିକଭରି ହଉ, ଆମେ ପୁଣି ନେକ୍ସଟ ସେ ପଇସା ନେଇକିନା ଡିପୋଜିଟ୍ କରିନା ମୋ ଭାଇ ଏକ୍ଜାମ୍ ଦେଇକିନା ସେ ଡିପ୍ଲୋମାଟା କମ୍ପ୍ଲିଟ୍ କରୁ। ତାପରେ ସେ ଏଠି ବି ରହୁନି, ସେ ବାହାରେ ଛତିଶଗଡ଼ରେ ରହୁଛି। ଡ୍ରିମ୍ସ ରାଇଡର ସବୁ ସମୟରେ ଆପଣଙ୍କ ସେବାରେ। ଧନ୍ୟବାଦ।